ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ ମୋ ଚ୍ୟାନେଲ ରଶ୍ମିରେଖା ଦୁନିଆକୁ। ଆମେ ଆଚାର ତ ଖାଇବା ପାଇଁ ବହୁତ ପସନ୍ଦ କରିଥାନ୍ତି ଆଉ ଘରେ ସମସ୍ତେ ବିଭିନ୍ନ ପ୍ରକାର ଆଚାର ବନେଇଥାନ୍ତି। ଆଜି ସେମିତି ଗୋଟେ ଆଚାର ବନେଇବା, ଓଉ ଆଚାର, ଯେଉଁଟା ବନେଇବା ବି ବେଶୀ ପରିଶ୍ରମ ପଡ଼ିନଥାଏ। ଓଉ କାଟିବାଟା ଟିକେ କଷ୍ଟ ଥାଏ, ନହେଲେ ଆଚାର ବନେଇବା ବହୁତ ସହଜ ହୋଇଥାଏ। ଏ ଆଚାର ଖାଇବା ପାଇଁ ବହୁତ ଟେଷ୍ଟି ଥାଏ ଆଉ ଜୁସି ବି ଥାଏ। ଏବେ ତ ବଜାରରେ ଓଉ ବହୁତ ସାରା ମିଳୁଛି। ଆଉ ଚାଲନ୍ତୁ ଏବେ ବନେଇବା ଷ୍ଟାର୍ଟ କରିବା। ବନେଇବା ପୂର୍ବରୁ ଆପଣଙ୍କୁ କହୁଛି, ମୋ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଏ ଆଚାର 6-7 ମାସ ଆପଣମାନେ ଷ୍ଟୋର୍ କରିକି ରଖିପାରିବେ। ଆଶା କରିବୁ କି ଭିଡ଼ିଓଟି ଆପଣ ସମସ୍ତଙ୍କ ପସନ୍ଦ ଆସିବ। ପସନ୍ଦ ଆସିଲେ ଲାଇକ୍ କରିବେ ଆଉ ସେୟାର କରିବେ ସାଙ୍ଗମାନଙ୍କ ସହିତ। ଆଉ ନିଶ୍ଚୟ ଭିଡ଼ିଓକୁ ଦେଖିକି ଏମିତି ଆଚାର ବନାନ୍ତୁ, ଯଦି ଆପଣମାନଙ୍କ ପାଖରେ ଏମିତି ଓଉ ମିଳିଯାଉଛି। ଆଚାର ବନେଇବା ପାଇଁ ମୁଁ ଏଠି 5-6ଟି ଓଉ ନେଇଛି। ପୁରା ମୋ ଭଉଣୀ ଘର ବାଡ଼ିରେ ଓଉ ଗଛ ଅଛି, ଆଉ ସିଏ ବିଛେଇକି ଦେଇଥିଲା। ଆଉ ସେଥିପାଇଁ ମୋତେ ଓଉ ଆଚାର ବନେଇବା ପାଇଁ ଇଚ୍ଛା ହେଲା। ଆଉ ଏବେ କ'ଣ କରିବା ନା, ଓଉକୁ ଆମେ କାଟି ନେବା। ମୋତେ ଓଉ ଭଲ କି କାଟି ଆସେନି, ଯେମିତି କାଟି ଆସେ ମୁଁ କାଟି ଦେଉଛି, ଏଇଟା ଆପଣମାନଙ୍କୁ ଦେଖାଉନି। ଓଉ କାଟି ସାରିଲା ପରେ ମୁଁ ତାକୁ ଧୋଇଦେଲି। ଦେଖନ୍ତୁ, ୟାକୁ ଭଲ କି ତା ନାଳ ଅଂଶ ବାହାରିବା ପର୍ଯ୍ୟନ୍ତ ତାକୁ ଭଲକି ଚକଟିକି ଧୋଇ ନେବା। ଆଉ ମୁଁ ଏଠି ଗୋଟେ ଡିସ୍ରେ ଓଉକୁ ଦେଇଦେଇଛି, ଆଉ ସେଥିରେ କିଛି ପାଣି ଆଉ ହଳଦୀ ଗୁଣ୍ଡ, ଲୁଣ ଏସବୁକୁ ଦେଇକି ଆଗ ଓଉକୁ ଆମେ ଟିକେ ସିଝେଇ ନେବା। ଓଉକୁ ହଳଦୀ ଲୁଣ ଦେଇ ସାରିଲା ପରେ ତାକୁ ଢାଙ୍କି ଦେବା। ଆଉ ଏବେ ତାକୁ 30 ମିନିଟ୍ ପର୍ଯ୍ୟନ୍ତ ତାକୁ କୁକ୍ କରିନେବା। ଆଉ ସେଇ ଭିତରେ ଆମେ ଗୋଟେ ମସଲା ରେଡ଼ି କରିବା। ମସଲାରେ ନେଇଛି ମୁଁ ଜୁଆଣି, ପାନମଧୁରୀ, ମେଥି, ଜିରା, ଗୋଲମରିଚ, ଧଣିଆ, ସୋରିଷ ଆଉ ଶୁଖିଲା ଲଙ୍କା, ଏସବୁକୁ ଆମେ ଭଲକି ଭାଜି ନେବା। ମାନେ କଡ଼ା ଭଜା କରିବାନି, ଏ ମସଲାର ବାସ୍ନା ଆସିବା ପର୍ଯ୍ୟନ୍ତ ତାକୁ ଭାଜିକି ରେଡ଼ି କରିବା। ତାକୁ ଥଣ୍ଡା ହେଇସାରିଲା ପରେ ଗ୍ରାଇଣ୍ଡର ଜାର୍ରେ ଦେଇକି ତାକୁ ଗୁଣ୍ଡ କରିକି ସାଇଡ଼ରେ ରଖିନେବା। ଦେଖନ୍ତୁ, ଦେଖିପାରୁଥିବେ ମସଲା ଭାଜିବା ହେଇଗଲାଣି। ଏବେ ଗ୍ୟାସ୍କୁ ବନ୍ଦ କରିବା ଆଉ ମସଲାକୁ ଥଣ୍ଡା ହେବା ପାଇଁ ଛାଡ଼ି ନେବା। ମୁଁ ଗୋଟେ ପ୍ଲେଟ୍ରେ ଓଜାଡ଼ି ଦେଉଛି, ଆଉ ତାକୁ ଥଣ୍ଡା ହେବାକୁ ଛାଡ଼ି ଦେଉଛି। ଥଣ୍ଡା ହେଲେ ତାକୁ ଗ୍ରାଇଣ୍ଡିଙ୍ଗ କରିନେବା। ଏପଟେ ଦେଖିପାରୁଥିବେ ଆମର ଓଉ ବଢ଼ିଆକି ସିଝିଗଲାଣି, ଭଲକି ସିଝିଛି, କିନ୍ତୁ ଗୋଟା ଗୋଟା ରଖିବେ। ଆଉ ମୋର ସେମିତି ସିଝି ଯାଇଛି, ଆଉ ଓଉ ବି ଗୋଟା ଗୋଟା ଅଛି। ଏବେ ଆମେ କ'ଣ କରିବା, ମୁଁ ଗୋଟେ ପାଛିଆ ନେଇଯାଇଛି, ମାନେ କୁଲା ନେଇଯାଇଛି, ଆଉ ସେଇଥିରେ ମୁଁ ୟାକୁ ଢାଳି ଦେଉଛି। ପାଣି ସବୁ ନିଗିଡ଼ି ଯିବ। ବହୁତ ସାରା ପାଣି ଅଛି, ସେଥିଲାଗି ମୁଁ କିଛି ଗଡ଼େଇ ଦେଉଛି, ତାପରେ କୁଲାରେ ଢାଳି ଦେଉଛି। ଏଇଠି ଦେଖନ୍ତୁ, କୁଲାରେ ଢାଳି ଦେଉଛି, ଆଉ ପାଣି ନିଗିଡ଼ି ଗଲା ପରେ ତାକୁ ଖରାରେ ଆମେ ଗୋଟେ ଦିନ ପାଇଁ ଶୁଖାଇ ନେବା। ପୁରା ପାଣି ନିଗିଡ଼ି ଗଲା ପରେ ମୁଁ ତାକୁ ଖରାରେ ଗୋଟେ ଦିନ ପାଇଁ ଶୁଖାଇ ଦେଇଥିଲି। ଆଉ ଦେଖନ୍ତୁ, ଏଠି କଲର୍ ଚେଞ୍ଜ ହେଇଯାଇଛି ଆଉ ଶୁଖି ବି ଯାଇଛି। ଆଉ ଏବେ କ'ଣ କରୁଛି ନା, ମୁଁ କଡ଼େଇରେ 150 ଗ୍ରାମ ସୋରିଷ ତେଲ ନେଇଯାଇଛି, ଆଉ ସେଇ ଯେଉଁ ଶୁଖିଲା ଓଉକୁ ଦେଇକି ଆମେ ଟିକେ ତାକୁ ଭାଜି ନେବା। ଭାଜି ନେଲେ କ'ଣ ହେବ ନା, ଆମର ଓଉର ଯାହା ବି ପାଣି ଅଂଶ ଅଛି ସିଏ ବି ଶୁଖିଯିବ, ଆଉ ଆଚାରଟା ଜମାରୁ ବି ଖରାପ ହେବନି। ତାକୁ ଆପଣମାନେ ଚାହିଁଲେ 5-6 ମାସ କି ବର୍ଷେ ଭଳିଆ ରଖିପାରିବେ। ଆଉ ଏଇଠି ଭାଜି ହେଇଗଲା ପରେ ମୁଁ ଏଇଠି ଗୁଡ଼ ନେଇଯାଉଛି। ଗୁଡ଼ ମୁଁ 400 ଗ୍ରାମର ନେଇଥିଲି, ଆଉ ଗୁଡ଼କୁ ତା ଦେହରେ ଦେଇଦେବା, ଆଉ ଟିକେ ଲୁଣ ଦେଇଦେବା। ଏବେ ଆମେ ଓଉ ଆଉ ଗୁଡ଼କୁ ମିଶିବା ପାଇଁ ଛାଡ଼ିବା। ଏଇଠି ଦେଖନ୍ତୁ, ମୋର ଫୁଟିଗଲାଣି, ଆଉ ଅଠାଳିଆ ପାଗ ବି ହେଇଗଲାଣି ଆଚାରରେ। ଆଉ ଯେଉଁ ଗୁଣ୍ଡ କରିକି ମସଲା ରଖିଥିବେ ତାକୁ ବି ଏବେ ଆମେ ସେଠି ମିଶାଇ ଦେବା, ଆଉ ସବୁ ଗୋଳେଇ ନେବା। ଗୋଳେଇ ନେଲା ପରେ ଆମର ଦେଖନ୍ତୁ, ଏଠି ଆଚାର ସମ୍ପୂର୍ଣ୍ଣ ରେଡ଼ି ହେଇଯାଇଛି। ଆଖିକି ବି ବଢ଼ିଆ ଦେଖାଯାଉଛି।
ଆଉ ଦେଖିଲେ ତ ଓଉ ଆଚାର ବନେଇବା କେତେ ସହଜ। ଏମିତି ଯଦି କିଏ ଓଉ ଆଚାର କରିଛନ୍ତି ନିଶ୍ଚୟ ମୋତେ କମେଣ୍ଟ କରିକି କୁହନ୍ତୁ, ମୋ ସାଙ୍ଗରେ ସେୟାର କରନ୍ତୁ। ଆଉ ଯଦି ବନେଇ ନାହାନ୍ତି ନିଶ୍ଚୟ ଏମିତି ଓଉ ଆଚାର ବନାନ୍ତୁ। ମୋ ଓଉ ଆଚାର ଆପଣମାନଙ୍କୁ କେମିତି ଲାଗିଲା ନିହାତି କମେଣ୍ଟ କରିବେ। ଏବେ ଗ୍ୟାସ୍କୁ ବନ୍ଦ କରିବା ଆଉ ତାକୁ ଗୋଟେ ବଡ଼ ଜାଗାରେ ଓଜାଡ଼ିକି ତାକୁ ଆଉ ଗୋଟେ ଦିନ ଖରାରେ ଦେଇଦେଲା ପରେ ତାପରେ ତାକୁ ଡବାରେ ଷ୍ଟୋର୍ କରିକି ଆମେ ରଖିପାରିବା। ଏଇଠି ଆମର ଓଉ ଶୁଖିଯାଇଛି, ଶୁଖିଗଲା ପରେ ମୁଁ ତାକୁ ଗୋଟେ ଡବାରେ ରଖିନେଇଛି।